ଦେଖନ୍ତୁ ଏଠି ମୁଁ କ'ଣ ଏଇଟା ଗୋଳଉଛି। ଦେଖନ୍ତୁ ଏଥିରେ ମୁଁ ଏଇ ଅରୁଆ ଚାଉଳ ଆଉ ମୁଢ଼ିକି ବାଟି ଦେଇଛି। ଅରୁଆ ଚାଉଳ ବତୁରେଇ ଦେଇଥିଲି, ଏଥିରେ ମୁଢ଼ି ପକାଇକି ବାଟି ଦେଇଛି। ସେଥିରେ ବି ସୁଜି ଗୋଳେଇକି ରଖିଦେଇଥିଲି, ବର୍ତ୍ତମାନ ବେଉସି ଯାଇଛି। ଏଠି ବର୍ତ୍ତମାନ ଆମେ ଏଥିରେ କ'ଣ କରିବା, ଆମେ କରିବା ଏଥିରେ ବରା। ଦେଖନ୍ତୁ ଏଇଠି କଡ଼େଇରେ ତେଲ ଦେଇଦେଇଛି, ବର୍ତ୍ତମାନ ତେଲ ତାତି ଯାଉ। ଦେଖନ୍ତୁ ଏଠି ତେଲ ତାତିଗଲା, ବର୍ତ୍ତମାନ ବରା ପକାଇଦେବା। ତେଲ ତାତିଗଲା, ଦେଖନ୍ତୁ ବରା ପଡ଼ିଲା। ଏଠି ହେଇଗଲା ମୁଢ଼ି ବରା। ମୁଢ଼ି ବରା ଦେଖନ୍ତୁ ଏଠି ମୁଢ଼ି ବରା ହେଇଗଲା। ହେଇଗଲା ମୁଢ଼ି ବରା ପକାଇଥିଲି। ଦେଖନ୍ତୁ ଏଠି ପକୋଡ଼ି ପକାଇ ଦେଇଛି, ମୁଢ଼ିରେ ପକୋଡ଼ି ହେଇଗଲା ରେଡ଼ି। ଦେଖନ୍ତୁ ଏଠି ଆମର ହେଇଗଲା ମୁଢ଼ି ବରା ଆଉ ପକୋଡ଼ି ରେଡ଼ି। ଦେଖନ୍ତୁ ଏଠି ଆମର ମୁଢ଼ି ବରା ଆଉ ପକୋଡ଼ି ହେଇଗଲା ରେଡ଼ି। ଦେଖନ୍ତୁ କେତେ କମଳିଆ ହେଇଛି। ଦେଖନ୍ତୁ ଗୋଟେ ପାତ୍ରରେ ଏଠି ଉଷୁନା ଆଉ ଅରୁଆ ଚାଉଳ ବତୁରେଇ ଦେଇଛି। ଏଠି ଉଷୁନା ଚାଉଳ ଭାଗ ହେଉଛି ଅଧିକ ଆଉ ଅରୁଆ ଚାଉଳ ଅଳ୍ପ। କିନ୍ତୁ ଆମେ କଡ଼େଇରେ ଚାଇଁପୋଡ଼ ପିଠା କରିବା। କିନ୍ତୁ ଆମେ ଯେଉଁ ବତୁରେଇଛେ ଉଷୁନା ଆଉ ଅରୁଆ ଚାଉଳ, ଏଥିରେ ଉଷୁନା ଚାଉଳ ଭାଗ ଅଧିକ କିନ୍ତୁ ଅରୁଆ ଚାଉଳ ଅଳ୍ପ ବତୁରେଇଛି। ଉଷୁନା ଚାଉଳଠୁ ଅରୁଆ ଚାଉଳ କମ୍। ଦେଖନ୍ତୁ ଏ ବର୍ତ୍ତମାନକୁ ଆମେ କ'ଣ କରିବା, ଗ୍ରାଇଣ୍ଡରରେ ଦେଇଦେବା। ଦେଖନ୍ତୁ ଏ ପାତ୍ରରେ କ'ଣ ରଖିଛି, ରଖିଛି ମୁଢ଼ି। କାହିଁକି ନା ଆମେ ମୁଢ଼ି ପିଠା କରିବା, ତେଣୁ ମୁଢ଼ିରେ ବର୍ତ୍ତମାନ ପାଣି ଦେଇଦେବା, କାହିଁକିନା ତାକୁ ଛାଣିକି ନେବା। ଦେଖନ୍ତୁ ମୁଢ଼ିକି ବର୍ତ୍ତମାନ ପାଣିରେ ଘୋଡ଼େଇ ଦେଉଛେ, ତାକୁ ଆମେ ଛାଣିକି ନେବା ଗ୍ରାଇଣ୍ଡରକୁ। ଆମେ କ'ଣ କରିବା, ସେ ମୁଢ଼ି ଯେଉଁ ବତୁରେଇଥିଲେ ତାକୁ ବର୍ତ୍ତମାନ ଛାଣିକି ନେବା, ଗ୍ରାଇଣ୍ଡର ଦେବା। ମୁଢ଼ିକି ଆମେ ଛାଣିକି ଏଠି ଗ୍ରାଇଣ୍ଡର ଦେଲେ, ବର୍ତ୍ତମାନ ଦେଖିକି ପାଣି ଦେବା। ଦେଖନ୍ତୁ ଏଇଠି ଗ୍ରାଇଣ୍ଡରରେ ଯେଉଁ ଉଷୁନା ଚାଉଳ ଆଉ ଅରୁଆ ଚାଉଳ ଆଉ ଏଠି ମୁଢ଼ି ଦେଇଥିଲି ତାକୁ ଏଇଠି ବାଟି ଦେଇଛି। ତାକୁ ଗୋଟେ ପାତ୍ରକୁ ଢାଳିଦେବା, ଏ ପାତ୍ରରେ ରଖିଦେବା। କିନ୍ତୁ ଏଇଠି ଗ୍ରାଇଣ୍ଡରରେ ବାଟିକି ଗୋଟେ ପାତ୍ରରେ ଏଇଠି ରଖିଦେଇଛି। ଏଥିରେ ଆମେ କ'ଣ କରିବା, ଖାଇବା ସୋଡ଼ା ଟିକେ ପକାଇଦେବା, ଅଳ୍ପ। ଏଥିରେ ଲୁଣ ପକାଇଦେବା, ତାକୁ ଆମେ ଭଲସେ ଗୋଳାଇଦେବା। ଦେଖନ୍ତୁ ଆମେ ଏଇଠି ବର୍ତ୍ତମାନ ଭଲସେ ଗୋଳାଗୋଳି କରିଦେଲେ ସବୁ ପକାଇକି, ବର୍ତ୍ତମାନ ଆମେ ବେଉସିବା ପାଇଁ ଟିକେ ଛାଡ଼ିଦେବା ଘଣ୍ଟା 2 ଘଣ୍ଟା। ଦେଖନ୍ତୁ ଏଇଠି ମୁଁ ବାଟିକି ରଖିଥିଲି ଏଇଠି ଅରୁଆ ଚାଉଳ ଉଷୁନା ଚାଉଳ, ଦେଖନ୍ତୁ ଏଇଠି ଆଉ ମୁଢ଼ି ମିଶାଇକି ବାଟିଥିଲି। ଆମେ ଏଥିରେ କ'ଣ କରିବା, ଚକୁଳି କରିବା। ଦେଖନ୍ତୁ ଏଇଠି ପଲମ ବସାଇ ଦେଇଛି, ବର୍ତ୍ତମାନ ପଲମ ତାତିଗଲାଣି। ଏଥିରେ କ'ଣ କରିବା, ତେଲ ଦେଇଦେବା। ସବୁଆଡ଼େ ତେଲ ମାରିଦେବା, ଆମେ ଚକୁଳି ବସାଇବା, ନହେଲେ ଲେଉଟିବନି। ଦେଖନ୍ତୁ ଏଠି ଚକୁଳି ଲେଉଟିଦେବା, ଗୋଟେ ପଟ ହେଇଗଲାଣି, ତାତିଯିବ। ତେଲ ଦେଇଦେବା, ଲେଉଟିଦେବା। ଏପଟେ ହେଇଗଲା ଏଠି।
तेल ଦେଇଦେବା। ଦେଖନ୍ତୁ ଏଠି ତେଲ ଦେଇଦେବା। ଦେଖନ୍ତୁ ଏଠି ଆମର ହେଇଗଲା ମୁଢ଼ିରେ ଚକୁଳି ପିଠା। ଦେଖନ୍ତୁ ଇଏ ହେଉଛି ମୁଢ଼ି ଚକୁଳି ହେଇଗଲା ରେଡ଼ି। ତାହେଲେ ଦେଖନ୍ତୁ ଏଠି ଆମର ମୁଢ଼ି ଚାଉଳ ସବୁ ବଟାବଟି ହେଇକି ରେଡ଼ି ହେଇକି ଅଛି। ଏଥିରେ ବର୍ତ୍ତମାନ ପକାଇଦେବା କ'ଣ ଆମେ ଯେଉଁ ସବୁ କାଟିକି ରଖିଛେ। ଦେଖନ୍ତୁ ଏଠି ଆଳୁ ଗାଜର କାଟିକି ରଖିଛି ସେ ପିଠୁରେ ପକାଇବା ପାଇଁକା, କାହିଁକିନା ଆମେ ଚାଇଁପୁଡ଼ କରିବା। ଅଦା ଲଙ୍କା ଆଉ ପିଆଜ ବି କାଟିକି ରଖିଛି ଏଠି, ସେଥିରେ ପକାଇଦେବା। ବର୍ତ୍ତମାନ ପକାଇ ଗୋଳାଇଦେବା। କାଟିକି ରଖିଥିଲି ଆଳୁ ଆଉ ଗାଜର, ତାକୁ ଏଇ ସୁଦୂରେ ପକାଇଦେବା। ପିଆଜ ଅଦା ଲଙ୍କା ଛେଚିକି ରଖିଥିଲେ, ପିଆଜ କାଟିଥିଲେ ଆଉ ଅଦା ଲଙ୍କା ଛେଚିକି ରଖିଥିଲେ, ତେଣୁ ତାକୁ ବି ପକାଇଦେବା। ତାକୁ ଭଲସେ ବର୍ତ୍ତମାନ ଗୋଳାଇଦେବା। କଲର ମରିଚ କାଟିଗଲା, ତେଲ ଦେଇଦେଲେଣି, ଏଥିରେ ଲଗେଇଦେବା। ଦେଖନ୍ତୁ ଏଠି ଆମର ହେଇଗଲା ଆମେ ତେଲ ଦେଇଦେବା। ବର୍ତ୍ତମାନ ଚାଇଁପୁଡ଼ ହେଇଗଲା। ବର୍ତ୍ତମାନ ଏଥିରେ ତେଲ ଦେଇଦେବା। ଲଗେଇ ଟିକେ ବର୍ତ୍ତମାନ ଦେଖନ୍ତୁ ଏଠି ଆରପଟେ ଲଗେଇଦେବା, କାହିଁକିନା ଏପଟେ ହେଇଯିବନି। ତେଲ ଦେଇଦେବା। ଏଠି ଚାଇଁପୁଡ଼ ଦେଖନ୍ତୁ ଏଠି ଚାଇଁପୁଡ଼ ହେଇଗଲା ରେଡ଼ି। ଚାଇଁପୁଡ଼ ବର୍ତ୍ତମାନ ଏଠି ଦେଖନ୍ତୁ ଏଠି ଚକୁଳି ପିଠା କରିଛି। ଦେଖନ୍ତୁ ଏଠି ଚାଇଁପୁଡ଼ ବି କରିଛି। ଦେଖନ୍ତୁ ଏଠି ହେଇଗଲା ଚାଇଁପୁଡ଼ ଆଉ ଚକୁଳି ରେଡ଼ି।